ଆପଣଙ୍କ ପାଇଁ ପଦଟିଏ। ଆମେ ଜୀବନରେ ପ୍ରଜାପତିକୁ ଧରିବାକୁ ତା ପଛେ ପଛେ ଧାଇଁଥାଉ, କିନ୍ତୁ କ'ଣ ସତରେ ଆମେ ପ୍ରଜାପତିକୁ ଧରିଥାଉ? ବହୁତ କଷ୍ଟ ହୁଏ, ଦୌଡ଼ି 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 ତାପରେ ପଛରେ ଆମେ ବୁଝି ପଡ଼େ ଯେ ଆମେ ପ୍ରଜାପତିକୁ ଧରିବାରେ ସକ୍ଷମ ନୁହେଁ। କିନ୍ତୁ ଆମେ କେଉଁଥିରେ ସକ୍ଷମ? ଆମେ ସକ୍ଷମ ହେଲା ଗୋଟେ ଛୋଟ ବଗିଚା ତିଆରି କରିବାରେ, ଯେଉଁଥିରେ କି ହଜାର ହଜାର ପ୍ରକାର ପ୍ରଜାତିର ପ୍ରଜାପତି ଆସି ମିଳନ କରିବେ। ସେଠି ଆମକୁ ପ୍ରଜାପତି ଦେଖିବାକୁ ମିଳିବ ଏବଂ ଧରିବାକୁ ମିଳିବ, ଖୁସି ଲାଗିବ। ସେଥିପାଇଁ କଥାର ଅସଲ ସାରାଂଶ ହେଲା ଟଙ୍କା ପଛରେ ଗୋଡ଼େଇବା ଅପେକ୍ଷା ଭଲ ନଲେଜ ଏଜୁକେସନ୍ ଆକ୍ୱାର କରିବାରେ ଲାଗି ପଡ଼ନ୍ତୁ, ଯାହାଦ୍ୱାରା କି ଟଙ୍କା ଆପଣଙ୍କ ପଛରେ ଗୋଡ଼େଇବ। ଶେଷରେ ଯେମିତି ରହିଯିବ ବଗିଚା, ସେମିତି ଆପଣ ପ୍ରଜାପତି ତ ଦେଖିବେ ସତ, କିନ୍ତୁ ଶେଷରେ ଆପଣଙ୍କ ପାଖରେ ଗୋଟେ ବଡ଼ ବଗିଚା ତିଆରି ହେଇଯାଇଥିବ। ସେମିତି ଆପଣ ଟଙ୍କା ପଛରେ ଗୋଡ଼େଇଲେ ଟଙ୍କା ମିଳିବନି, କିନ୍ତୁ ଯଦି ବଗିଚାଟିଏ କରିବେ, କି ନଲେଜଟିଏ ଆକ୍ୱାର କରିବେ, ନଲେଜ ଗ୍ରହଣ କରିବେ, ତାପରେ ଆପଣଙ୍କୁ ଟଙ୍କା ଦେଖିବେ କେମିତି ଭାବରେ ଆସିକି ଆପଣଙ୍କ ପାଖରେ ପହଞ୍ଚିଯିବ, ଆପଣ ବି ଜାଣିପାରିବେନି। ହେଲା, ଟଙ୍କା ଚୋରି ହୁଏ କିନ୍ତୁ ନଲେଜ ବା ଏଜୁକେସନ୍ ଚୋରି ହୁଏ ନାହିଁ। ସେଥିପାଇଁ ପ୍ଲିଜ୍ ଆକ୍ୱାର ନଲେଜକୁ ଗ୍ରହଣ, ନଲେଜ ସବୁ ଜାଗାରେ ନେବାକୁ ଚେଷ୍ଟା କରନ୍ତୁ, ସବୁ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତୁ। ନମସ୍କାର। ଯଦି ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।